କେତେ ଟର୍ଚର ହେଇଛି ଯାତ୍ରା ବାଟରେ? ମାନସିକ ସ୍ତରରେ ବହୁତ ଯନ୍ତ୍ରଣା ପାଇଛି। ମାଡ଼ ଖାଇନି, ଯେହେତୁ ମାଡ଼ ଫାଡ଼ ନାହିଁ, କଣ ସେ ମାଡ଼ ଖାଇଛି, ମାଡ଼ ଖାଇଛି। ସେ ମାଡ଼ଟା ମୋ ପାଇଁ ଶିକ୍ଷା ଥିଲା, କିନ୍ତୁ ମାନସିକ ସ୍ତରରେ ଶିକ୍ଷା ବୋଲି ଭାବିଛ? ମୁଁ ନିଜେ ଆଜିକା ଡେଟ୍ର ଯୋଉ କାମଟା କରିଥିଲି ସେଟା ମାଡ଼ ଖାଇବା କାମଟା ହିଁ କରିଥିଲି। କଣ ସେ କାମ? ମାଡ଼ ଖାଇଲେ ସେ କଣ, ମୋର ପୂର୍ବ ଦିନ ନାଟକ ରାତିରେ ଅଫ୍ ଥିଲା, ମୁଁ ଘରକୁ ପଳେଇଛି। ସେଇଦିନ ପ୍ରଥମ ବର୍ଷ ଯାତ୍ରା ଆସିବା, ସେଦିନ ମୋର ଗୋଟେ ଲଭ୍ ସଙ୍ଗ ଅଛି ନାଟକ ପରେ ମୋ ସିନ୍। ମୁଁ ରୁମ୍ରେ ଶୋଇଛି, ମତେ ରୁମ୍ରେ ଶୋଇଛି, ଆସିନି, ଶୋଇପଡ଼ିଛି। ମୋର ଅଫ୍ ଥିଲା, ତଥାପି ଶୋଇପଡ଼ିଛି। ମୁଁ ଯାଇକି ମ୍ୟାନେଜର ନେଇକି ଆସିଲେ, ଖାଲି ପ୍ୟାଣ୍ଟ ସାର୍ଟ ପିନ୍ଧିକି ସିନ୍ ଗଲି। ସୁବାସ ଭାଇ ମୋତେ ଗୋଟେ ଜାବଡ଼ା ମାରିଥିଲେ, ଗୋଟେ ଗୋଇଠା ମାରିଥିଲେ। ସେଇ ଦିନଠୁ ମୋର ଆଉ ଜୀବନରେ କେବେ ସିନ୍ ଫେଲେନି। ସେଇଟା ମୁଁ ଆଉ ସୁବାସ ଭାଇ ବହୁତ ମାନେ। ମୁଁ ଆଉ କାହାକୁ ମାନ? ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସୁବାସ ବେହେରା, ବାପି ପଣ୍ଡା, ବହୁତ ଏମାନଙ୍କୁ ଯୋଉମାନଙ୍କ ସଂସ୍ପର୍ଶରେ ମୁଁ ଆସିଛି, ମୁଁ ତାଙ୍କଠୁ କିଛି ପାଇଛି। ସେମାନଙ୍କ ପାଇଁ ନିଶ୍ଚୟ। ଇଞ୍ଜିନିୟର ଆଶୁତୋଷ ମହାପାତ୍ର ବଡ଼ଦାଣ୍ଡ ବିକାଶ ନାଟକ କଲେ, ଯୋଉଥିରେ ବୋଧେ 2ଟା 3ଟା ନାଟକରେ ମାନେ ଫେଲ୍ ହେଲି। ମାଲିକ କହିଲେ ପାରିବନି, କଳାକାର ମାନେ କହିଲେ ପାରିବନି, ଷ୍ଟାଫ କହିଲେ ପାରିବନି, କିନ୍ତୁ ସେଇ ବର୍ଷ ସାଙ୍ଗେ ସାଙ୍ଗେ ପୁଣି ବଡ଼ଦାଣ୍ଡ ବିକାଶ ନାଟକ ହେଲା। କହିଲି ଅଲଗା ପ୍ରକାର ହିଟ୍, ମାନେ ଗୋଟେ କହନ୍ତିନି ହଠାତ୍ କେମିତି 15 ଦିନ ଭିତରେ ସବୁ ବଦଳିଗଲା। ମୁଁ ଆଜି ମଧ୍ୟ ଯାତ୍ରାରେ ଅଛି। ସେ ନାଟକ ମୋତେ ବହୁତ ସଫଳତା, ମୋର ଯୋଗ୍ୟତା ନଦିଆ ସଫଳତା ପାଇଲି ସେ ନାଟକରେ।